ଜାଣିଛି ନା ସେ କାମ ଗୁଡା କଣ କେମିତି ଆମେ ତ ଆକ୍ଟିଂ ଶିଖଉଛନ୍ତି ନା ସେ ଆଉ ମୁଁ ତାଙ୍କୁ ଉପରେ ମାନେ ମନ ଦୁଃଖ କରିବି କାହିଁକି? ଭାଇ ହଉଛନ୍ତି ରିଏଲ ହିରୋ କେତେ ରୋମାଞ୍ଚ ବହୁତ। ବର୍ତ୍ତମାନ ଏଇ ଯୋଉ ଆଗକୁ ଆପଣ ମ୍ୟାରେଜ ଲାଇଫ ଏଇ ଜିନିଷଟା କିଛି କାମରେ ବି ସେଠି ସିରିଏଲ ଲାଗିବ। ସେଇଟା ସେ ଡିରେକ୍ସନ ସିଏ ଦେବେ ସେ ଜାଣିଥିବ ସେ କେତେ କଣ ଜାଣିଲେ ମାନେ ରିଏଲି ବାହାଘରରେ ଆପଣ କେତେ ସପୋର୍ଟ କରିବେ? ମୁଁ ତ ବହୁତ ସପୋର୍ଟ କରିବି ମାନେ କୋଉ ଜାଗାରେ ସପୋର୍ଟ କରିବେ? ଯୋଉ ଡିରେକ୍ଟର ଦେଇଥିଲେ ସବୁ ସବୁ ଜାଗାରେ। ଗୋଟେ ଡିରେକ୍ଟର ପ୍ରକାର ଜିନିଷ ଗୋଟେ ଆର୍ଟିଷ୍ଟକୁ ବୁଝିବାକୁ ପଡେ କହିବାକୁ ପଡେ ତ ସେଇ ଜାଗାରେ ଗୋଟେ ହିରୋ ହିରୋଇନ ଧରନ୍ତୁ ଲଭ ରୋମାନ୍ସ ହେଲା କି ଗୋଟେ ବାହାଘର ହେଲା ଏମିତି ବହୁତ କିଛି ତ ସେଇ ଜାଗାରେ ଆପଣ ଦେଖିକି ଭାଇ ଯେତେବେଳେ ରୋମାନ୍ସ ଶିଖଉଥିବେ ଆପଣ ମାଇଣ୍ଡ କରନ୍ତୁ କିଛି ଫରକ ପଡେନି କିଛି ଫରକ ପଡେନି କିଛି ବି ଫରକ ପଡେନି ଆପଣ ମନା କରୁଛନ୍ତି କିନ୍ତୁ ମନ ମନ ନା ଭାବୁଥିବେ ନାଇଁ ନାଇଁ କିଛି ବି ଯେତେବେଳେ ନାହିଁ। ଗୋଟେ ରୋମାନ୍ସ କରୁଥିବେ ତାପରେ ଆପଣ ଟିକେ କଥାବାର୍ତ୍ତା ହଉଥିବେ ଟିକେ ଜାଣିଛି ନା ସେ କାମ ଗୁଡା କଣ କେମିତି ଆମେ ତ ଆକ୍ଟିଂ ଶିଖଉଛନ୍ତି ନା ସେ ଆଉ ମୁଁ ତାଙ୍କୁ ଉପରେ ମାନେ ମନ ଦୁଃଖ କରିବି କାହିଁକି? ଭାଇ ହଉଛନ୍ତି ରିଏଲ ହିରୋ କେତେ ବହୁତ। ରୋମାଣ୍ଟିକ ପୁରା ଭାଉଜ ଲାଜେଇ ଯାଉଛନ୍ତି। ହଁ ଭାଉଜ ଏଇଟା ଭଲ ପାଇକି ବାହା ହେଇଛନ୍ତି ଭାଇଙ୍କର କଣ ଭଲ ଗୁଣ ସବୁ ଆଉ ଗୋଟେ ଖରାପ ଗୁଣ? ଖରାପ ତ ସମସ୍ତଙ୍କର ଭଲ ଖରାପ ଥାଏ। ନାଇଁ ଗୋଟେ ଭଲ ଗୁଣ କୁହନ୍ତୁ ଗୋଟେ ଖରାପ ଗୁଣ କୁହନ୍ତୁ। ସେଇଟା ସିରିଏଲରେ କେତେ ଥର ବାହାଘର କଲେଣି? ସିରିଏଲ ବହୁତ ଥର କଲେଣି ରିଏଲ ତ ଏବେ ହେଲେ ଆଉ ସମସ୍ତଙ୍କୁ ମ୍ୟାରେଜ କରଉଥିଲେ କିନ୍ତୁ ଆଜି ତାଙ୍କ ନିଜର ମ୍ୟାରେଜ ବର୍ତ୍ତମାନ ଏଇ ଯୋଉ ଆଗକୁ ଆପଣ ମ୍ୟାରେଜ ଲାଇଫଟା ହବ ଏଇ ଜିନିଷଟା କିଛି କାମରେ ବି ସେଠି ସିରିଏଲ ଲାଗିବ। ସେଇଟା ସେ ଡିରେକ୍ସନ ସିଏ ଦେବେ ସିଏ ଜାଣିଥିବ ସେ କେତେ କଣ ଜାଣିଲେ ମାନେ ରିଏଲି ବାହାଘରରେ ଆପଣ କେତେ ସପୋର୍ଟ କରିବେ? ମୁଁ ତ ବହୁତ ସପୋର୍ଟ କରିବି ମାନେ କୋଉ ଜାଗାରେ ସପୋର୍ଟ କରିବେ? ଯୋଉ ଡିରେକ୍ଟର ଦେଇଥିଲେ ସବୁ ସବୁ ଜାଗାରେ। ଧରିନିଅନ୍ତୁ ଗୋଟେ ଡିରେକ୍ସନ ଦେଇଛନ୍ତି ତାଙ୍କ ହାତରେ କିଛି ଗୋଟେ ଭୁଲ ହେଇଯାଇଛି ଆପଣ ତାଙ୍କ ସେଇ ଜାଗାରେ ସେଇଟା ମୁଁ ଦେଖିକି କୁହେ ତାଙ୍କୁ ଯୋଉଟା ଭୁଲ ଠିକ ବି ଆପଣ ହଁ କୁହନ୍ତି କୁହେ ତାଙ୍କୁ ସେ ମାନନ୍ତି ଏଇଟା ଭାଇ କାହିଁକି ଏଇଟା କଲନି ନା ହଁ ହଁ ଠିକ ମତେ ଭାଇ ସେ କୁହନ୍ତି କଥାକୁ ଆପଣ କଥାକୁ ମାନନ୍ତି ହଁ କେତେ ମାନନ୍ତି? ନା ସେମିତି ଖାଲି ମନ ବୁଝିବାକୁ ଖାଲି ନାଇଁ କହୁଛନ୍ତି? ନାଇଁ ନାଇଁ ମନ ବୁଝିବା ନା କୁହନ୍ତି। ତମେ ଏଠି ସମସ୍ତଙ୍କର କ୍ୱେଶ୍ଚନ କରୁଛନ୍ତି କି ଭାଇ ମ୍ୟାରେଜ ପରେ ସେ ଚେଞ୍ଜ ହେଇଯିବେ ସେମିତି କିଛି ଅଛି? ନାଇଁ ନାଇଁ ଚେଞ୍ଜ ହେବେ। ଆଉ କିଛି ପଚାରିବାର ଅଛି କାହାର? ଓକେ ଏବେ ଭାଇଙ୍କର ଯୋଉ ଡିରେକ୍ସନ ଯୋଉଟା ସ୍ପିଡ ହବ ନା ଟିକେ ସ୍ଲୋ ହେଇଯିବ ବାହାଘର ପରେ? ସ୍ଲୋ କାହିଁ ହବ ଯେମିତି ଚାଲିଥିଲା ସେମିତି ହବ। ଯେମିତି ମସ୍ତି କରୁଛ ସେମିତି ମସ୍ତି ହଁ କରିବେ ତ ହଁ ଆଉ କିଛି ଅସୁବିଧା ନାହିଁ ତ?